हेलो नमस्कार। तो मोर दिन स्टार्ट है धनिया पानी जो पछे मु थायराइड मेडिसिन खाइबा बंद कर देबी किंतु धनिया पानी पीवा बंद कर देनी काहे कि ना धनिया पानीटा थायराइड ପାଇଁ ବହୁତ ଭଲ। ତାପରେ ପୁଅକୁ ଖୁଇ ପିଇକି ସ୍କୁଲ ପଠେଇ ସାରିଲା ପରେ ମୁଁ ବି ମୋର ଗାଧେଇ ପାଧେଇକି ପଳେଇ ଆସିଲି ରୋଷେଇ କରିବାକୁ। ଆଜି ପୁରା ଆମ ଗାଁରେ ଯେମିତି ସବୁ ତରକାରୀ ହୁଏ ସେମିତି ହିଁ ତରକାରୀ ମୁଁ ବନେଇଛି। ଆମମାନଙ୍କର ଘରେ ଭେଜ ଖାଇବାରେ ଥିଲେ ଆମର ସବୁ ଏମିତି ଆଇଟମ ଗୁଡାକ ହୁଏ। ଆମ୍ବୁଳି ଶାଗରେ ପରିବା ପକେଇକି ଖଟା କରିକି ରଖିଦେଇଛି ଆଉ କଦଳୀ ଭଣ୍ଡା ତରକାରୀ କରିକି ରଖିଛି। ତାପରେ ଏଇଟା ହଉଛି ଥାଲକୁଡି ପତ୍ର କୁହନ୍ତି ଆମର, ଆଉ କୋଉଡେ କଣ କୁହନ୍ତି ଜଣା ନାହିଁ। ତାକୁ ବୁଟ ଡାଲି କିଛି ବତୁରେଇଥିଲି, ସେଥିରେ ପିଆଜ ଜିରା ଦେଇକି ଥାଲକୁଡି ପତ୍ର ସହ ବାଟି ଦେଇକି ସେଥିରେ ଅଳ୍ପ ଚାଉଳ ଗୁଣ୍ଡ ଆଉ ଜିରା ଧନିଆ ଗୁଣ୍ଡ ତାକୁ ଗୋଳେଇ ଦେଇକି କିଛି ଟାଇମ ରଖିଦେଇଥିଲି। ତାପରେ ଖାଇଲା ବେଳକୁ ଗରମ ଗରମ ଏମିତି ପିଠା ଭଳିଆ ତାକୁ ତେଲ ଦେଇକି ଦି ସାଇଡ ଭଲସେ ଫ୍ରାଏ କରିଦେଇଥିଲି। ଥାଲକୁଡି ପତ୍ରଟା ଦେହ ପାଇଁ କି ବହୁତ ଭଲ। ଆମେ ଯୋଉ ବାଲେଶ୍ୱର ଯାଇଥିଲୁ ମା ଆମ ସହିତ ଆସିଥିଲେ, ମାଉସୀ ବି କିଛି ଏମିତି ସବୁ ଶାଗ ଦେଇଥିଲେ। ତାପରେ ବାବା ବି ଆସିଛନ୍ତି ଆଉ ସମସ୍ତେ ରହିଲେ। ମୁଁ ଭିଡିଓ ଯଦି ବା କରିଦିଏ କିନ୍ତୁ ଏଡିଟ କରିବାକୁ ମତେ ସମୟ ହୁଏନି। ପୁଅ ସ୍କୁଲରୁ ଆସିଲା ପରେ ଆମେ ଗରମ ଗରମ କରିକି ଖାଇ ଦେଇଥିଲୁ। ତାପରେ ବାବା ମା ଯାଇଥିଲେ କଟକ, ସେମାନେ ଆସିଲା ପରେ ପୁଣି ତାଙ୍କୁ ଗରମ ଗରମ ବନେଇକି ଦେଲି ଖାଇବାକୁ। ଏସବୁ ଜିନିଷ ଗରମ ଗରମ ହିଁ ଖାଇବାକୁ ଭଲ ଲାଗେ।